ଆସନ୍ତୁ ଆଜି କଥା ହେବା ଓଡ଼ିଶାର ଇତିହାସ ବିଷୟରେ। କଳିଙ୍ଗ, ଉତ୍କଳ, ଉଡ୍ର ଏମିତି କେତେ ନାଁରେ ପରିଚିତ ଏହି ଭୂମି। ଜାଣନ୍ତି, ଏହାର ଇତିହାସ କେବଳ କିଛି ରାଜାରାଣୀଙ୍କ କାହାଣୀ ନୁହେଁ, ବରଂ ଏହା ହେଉଛି ବଡ଼ ବଡ଼ ସାମ୍ରାଜ୍ୟମାନଙ୍କ ଉତ୍ଥାନ ଆଉ ପତନର ଏକ ରୋମାଞ୍ଚକର ଯାତ୍ରା। ତେବେ ଆଜିର ଏହି ଆଲୋଚନାରେ ଆମେ ସେହି ସବୁ ରାଜବଂଶଙ୍କ ବିଷୟରେ ଜାଣିବା ଯେଉଁମାନେ ଆଜିର ଓଡ଼ିଶାକୁ ଗଢ଼ିଛନ୍ତି। କିନ୍ତୁ ଏହି ସବୁ ଭିତରେ ଗୋଟେ ବଡ଼ ପ୍ରଶ୍ନ ଆସେ, କେମିତି ମାତ୍ର ଗୋଟିଏ ଯୁଦ୍ଧ ପୁରା ବିଶ୍ୱ ଇତିହାସର ମୋଡ଼ ବଦଳାଇ ଦେଲା? ହଁ, ଆମେ କଳିଙ୍ଗ ଯୁଦ୍ଧ କଥା ହିଁ କହୁଛୁ। ଏଇଟା ଖାଲି ଗୋଟେ ସଂଘର୍ଷ ନଥିଲା, ବରଂ ଏହା ଥିଲା ଜଣେ ସମ୍ରାଟଙ୍କ ହୃଦୟ ପରିବର୍ତ୍ତନ ଆଉ ଏକ ନୂଆ ଯୁଗର ଆରମ୍ଭ। ହେଲେ ଜାଣନ୍ତି, ଏ କାହାଣୀର ଆରମ୍ଭ ସେ ଯୁଦ୍ଧର ବହୁତ ଆଗରୁ ହୋଇସାରିଥିଲା। ତେବେ ଚାଲନ୍ତୁ ଆମେ ଟିକେ ପଛକୁ ଯିବା, ସେହି ସମୟକୁ ଯେତେବେଳେ ଉତ୍ତର ଭାରତର ସବୁଠୁ ଶକ୍ତିଶାଳୀ ମଗଧ ସାମ୍ରାଜ୍ୟର ଆଖି କଳିଙ୍ଗ ଉପରେ ପଡ଼ିଥିଲା। ଗୋଟେ ପ୍ରକାରରେ କହିବାକୁ ଗଲେ ଓଡ଼ିଶାର ରାଜନୈତିକ ଇତିହାସ ଆରମ୍ଭ ହୁଏ ନନ୍ଦବଂଶର ବିଜୟରୁ, କିନ୍ତୁ ପ୍ରକୃତ ଟର୍ଣ୍ଣିଂ ପଏଣ୍ଟ ଆସିଲା ମୌର୍ଯ୍ୟମାନଙ୍କ ସମୟରେ କଳିଙ୍ଗ ଯୁଦ୍ଧ। ଏହି ଯୁଦ୍ଧ ହିଁ ସମ୍ରାଟ ଅଶୋକଙ୍କ ପାଇଁ ଆଉ ଏହି ପୂରା ଅଞ୍ଚଳ ପାଇଁ ସବୁକିଛି ବଦଳିଦେଲା। ଆଉ ଏହି ଯୁଦ୍ଧର ଭୟାବହତା ହିଁ ତାଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକ କରିଦେଲା। ତ ମୌର୍ଯ୍ୟ ସାମ୍ରାଜ୍ୟ ତ ଗଲା, ତାପରେ କ'ଣ ହେଲା? ତାପରେ ଆସିଲା ସମୟ ନିଜ ମାଟିର ରାଜବଂଶମାନଙ୍କର, ଯେତେବେଳେ ଶକ୍ତିଶାଳୀ ସ୍ୱଦେଶୀ ରାଜାମାନେ ନିଜ ଭୂମିକୁ ପୁଣିଥରେ ଫେରି ପାଇଲେ ଆଉ ନିଜ ଭାଗ୍ୟ ନିଜେ ଲେଖିଲେ। ଆଉ ଏହି ସମୟରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ କ୍ଷମତାକୁ ଆସିଲା ମହାମେଘବାହନ ବଂଶ। ଆଉ ଏହି ବଂଶରୁ ହିଁ ଆସିଲେ ଏ ମାଟିର ପ୍ରଥମ ମହାନ ସ୍ୱଦେଶୀ ସମ୍ରାଟ ଖାରବେଳ। ତ ଖାରବେଳଙ୍କୁ ଆମେ କାହିଁକି ଏତେ ଗୁରୁତ୍ୱ ଦେଉ? କାରଣ ସେ ହିଁ ଥିଲେ ପ୍ରଥମ ସ୍ୱଦେଶୀ ଶାସକ, ଯିଏ କଳିଙ୍ଗର ହଜିଯାଇଥିବା ଗୌରବକୁ ପୁଣି ଫେରାଇ ଆଣିଥିଲେ। ଆଉ ତାଙ୍କ ସଫଳତାର କାହାଣୀ କେବଳ କଥାରେ ନୁହେଁ, ବରଂ ଆଜି ବି ଉଦୟଗିରିର ପଥର ଛାତିରେ ସବୁଦିନ ପାଇଁ ଲେଖା ହୋଇ ରହିଛି। ଗୁପ୍ତ ସାମ୍ରାଜ୍ୟ ପରର ସମୟଟା ଟିକେ କହିବାକୁ ଗଲେ ଗୋଳମାଳିଆ ଥିଲା। କୌଣସି ଗୋଟିଏ ବଡ଼ ଶକ୍ତି ନଥିଲା, ବରଂ ମାଠର, ନଳବଂଶ ଭଳି ଅନେକ ଛୋଟ ଛୋଟ ରାଜବଂଶ ଓଡ଼ିଶାର ଅଲଗା ଅଲଗା ଅଂଶରେ ଶାସନ କରୁଥିଲେ, ଯାହାକି ଏକ ରାଜନୈତିକ ମୋଜାଇକ୍ ଭଳି ଦୃଶ୍ୟ ତିଆରି କରୁଥିଲା। ଏବେ ଆସନ୍ତୁ କାହାଣୀର ଏକ ଏମିତି ମୋଡ଼କୁ ଯିବା ଯାହା ଓଡ଼ିଶା ଇତିହାସରେ ସତ୍ୟରେ ବହୁତ ଖାସ୍। ଏହା ଏମିତି ଏକ ସମୟ ଥିଲା ଯାହା ଶକ୍ତିଶାଳୀ ରାଣୀମାନଙ୍କର ଶାସନ ଏବଂ ପୂରା ଅଞ୍ଚଳକୁ ଏକାଠି କରିଥିବା ଏକ ରାଜବଂଶ ପାଇଁ ସବୁବେଳେ ମନେ ରହିବ। ଆଉ ଏହି ସମୟ ଥିଲା ଭୌମଙ୍କର ରାଜବଂଶର। ଏହି ଯୁଗଟା ନିଜର ପ୍ରଗତିଶୀଳ ଆଉ ସ୍ଥିର ଶାସନ ପାଇଁ ତ ଜଣାଶୁଣା, କିନ୍ତୁ ତାଠୁ ବି ବେଶୀ ଜଣାଶୁଣା ଏହାର ଶକ୍ତିଶାଳୀ ମହିଳା ଶାସକମାନଙ୍କ ପାଇଁ। ଭାବି ଦେଖନ୍ତୁ ଟିକେ, ସେହି ସମୟରେ ଯେତେବେଳେ ପୂରା ଭାରତରେ ଶାସନ କହିଲେ ଖାଲି ପୁରୁଷ ରାଜାଙ୍କ କଥା ବୁଝାଯାଉଥିଲା, ସେତେବେଳେ ଓଡ଼ିଶାରେ ଜଣେ ପରେ ଜଣେ ରାଣୀ ସିଂହାସନରେ ବସୁଥିଲେ ଆଉ ବହୁତ ଦକ୍ଷତାର ସହିତ ରାଜ୍ୟ ଚଳାଉଥିଲେ। ଏହା ଥିଲା ଭୌମକର ବଂଶର ସବୁଠୁ ବଡ଼ ବିଶେଷତ୍ୱ। ଆଉ ଭୌମକରଙ୍କ ପରେ ଆସିଲେ ସୋମବଂଶୀ। ଏମାନଙ୍କ ବିଷୟରେ ସବୁଠୁ ମଜାଦାର କଥା କ'ଣ ଜାଣନ୍ତି? ସେମାନେ ହିଁ ଆଜିର ଯେଉଁ ଓଡ଼ିଶା ଆମେ ଦେଖୁଛେ, ତାର ସାଂସ୍କୃତିକ ମୂଳଦୁଆ ପକାଇଥିଲେ। ତେଣୁ ଦେଖନ୍ତୁ, ସୋମବଂଶୀମାନେ ଖାଲି ଯୁଦ୍ଧ ଜିତି ନଥିଲେ, ସେମାନେ ଥିଲେ ପ୍ରକୃତ କାରିଗର। ପ୍ରଥମ ଥର ପାଇଁ ଖଣ୍ଡ ଖଣ୍ଡ ହୋଇଥିବା କଳିଙ୍ଗ, ଉତ୍କଳ, କୋଶଳ ସବୁକୁ ଏକାଠି କଲେ। ଆଉ ସେଇଠୁ ହିଁ ଆରମ୍ଭ ହେଲା ଏକ ସ୍ୱତନ୍ତ୍ର ଓଡ଼ିଆ ପରିଚୟ, ଯାହାର ପ୍ରମାଣ ହେଉଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର। ଏ ଯେଉଁ ସାଂସ୍କୃତିକ ନିଅ ପଡ଼ିଲା, ତା ଉପରେ ଏକ ବିଶାଳ ସୌଧ ତିଆରି ହେବାର ଥିଲା, ଆଉ ସେଇଟା ହେଲା ମଧ୍ୟଯୁଗରେ। ଆସନ୍ତୁ ଦେଖିବା ଓଡ଼ିଶାର ଦୁଇଟି ସବୁଠୁ ଶକ୍ତିଶାଳୀ ସାମ୍ରାଜ୍ୟର କାହାଣୀ, ଯେଉଁମାନେ ଓଡ଼ିଶାକୁ ଏକ ନୂଆ ଶିଖରରେ ପହଞ୍ଚାଇଥିଲେ। ଏବେ ଆସିଲା ଗଙ୍ଗ ରାଜବଂଶର ସମୟ, ପ୍ରାୟ 400 ବର୍ଷର ଶାସନ। ଆଉ ଏହି ସମୟକୁ ଓଡ଼ିଶାର ସୁବର୍ଣ୍ଣ ଯୁଗ କହିଲେ କିଛି ଭୁଲ ହେବନି। କଳା, ସ୍ଥାପତ୍ୟ, ଶକ୍ତି ସବୁଥିରେ ଏହା ଥିଲା ଚରମ ସୀମାରେ। ଆଉ ଏହାର ସବୁଠୁ ବଡ଼ ପ୍ରମାଣ ଆଜି ବି ଆମ ଆଖି ସାମ୍ନାରେ ଅଛି। ଯେଉଁ ବିଶ୍ୱପ୍ରସିଦ୍ଧ ପୁରୀର ଜଗନ୍ନାଥ ମନ୍ଦିର ଆଉ କୋଣାର୍କର ସୂର୍ଯ୍ୟ ମନ୍ଦିର ଆମେ ଦେଖୁଛେ, ସେସବୁ ଏ ଗଙ୍ଗବଂଶର ହିଁ ଅବଦାନ। ସତରେ କ'ଣ ଅଦ୍ଭୁତ କାରୁକାର୍ଯ୍ୟ! ଗଙ୍ଗବଂଶର ପତନ ପରେ ଆସିଲେ ଗଜପତି, ଆଉ ସେମାନେ ଓଡ଼ିଶା ସାମ୍ରାଜ୍ୟର ସୀମାକୁ ସେଠି ପହଞ୍ଚିଦେଲେ ଯେଉଁଠି ଆଗରୁ କେବେ ପହଞ୍ଚି ନଥିଲା। ଭାବି ପାରୁଛନ୍ତି, ଉତ୍ତରରେ ଗଙ୍ଗାଠୁ ନେଇ ଦକ୍ଷିଣରେ କାବେରୀ ନଦୀ ଯାଏଁ। କିନ୍ତୁ ଗଜପତିମାନେ ଖାଲି ରାଜ୍ୟ ଜିତୁ ନଥିଲେ, ସେମାନେ ଭାଷା ଆଉ ସାହିତ୍ୟକୁ ବି ଏକ ନୂଆ ପରିଚୟ ଦେଉଥିଲେ। ଏହା ଥିଲା ଓଡ଼ିଆ ସାହିତ୍ୟ ପାଇଁ ଏକ ପ୍ରକାରର ପୁନର୍ଜାଗରଣର ସମୟ, ଯେତେବେଳେ ସାରଳା ଦାସ ଓଡ଼ିଆରେ ମହାଭାରତ ଲେଖିଥିଲେ। ହେଲେ କହନ୍ତି ନା, ସମୟ ସବୁବେଳେ ସମାନ ନଥାଏ। ଏତେ ବଡ଼ ସାମ୍ରାଜ୍ୟ, ଏତେ ବୈଭବ, କିନ୍ତୁ ଧୀରେ ଧୀରେ ଏହି ସୁନାର ସଂସାର ଭାଙ୍ଗିବାକୁ ଲାଗିଲା। ଦୁର୍ବଳ ଉତ୍ତରାଧିକାରୀ ଆଉ ବାହାରର ଆକ୍ରମଣ ଏକ ନୂଆ ପରିବର୍ତ୍ତନର ଦ୍ୱାର ଖୋଲିଦେଲା।
ଆଉ ତାପରେ ଆରମ୍ଭ ହେଲା ଗୋଟେ ଦ୍ରୁତ ପରିବର୍ତ୍ତନର ପର୍ବ। ଜଣଙ୍କ ପରେ ଜଣେ, ଭୂଇବଂଶ, ତାପରେ କରରାଣୀ, ତାପରେ ମୁଗଲ, ଆଉ ଶେଷରେ ମରାଠା। ଓଡ଼ିଶାର ଶାସନ ବାରମ୍ବାର ବଦଳି ଚାଲିଲା, ଆଉ ଏହା ହିଁ ଆଧୁନିକ ଯୁଗ ପାଇଁ ବାଟ ତିଆରି କଲା। ତେବେ ଏତେ ସବୁ ଉଠାପକା ଭିତରେ ଏହି 2000 ବର୍ଷର ଯାତ୍ରା ପରେ ଆମ ପାଖରେ କ'ଣ ରହିଗଲା? ରହିଗଲା ଏକ ବିଶାଳ ଐତିହ୍ୟ, ଯାହା ଆଜି ବି ଓଡ଼ିଶାର କଳାରେ, ସଂସ୍କୃତିରେ ଆଉ ସେହି ବିରାଟ ମନ୍ଦିରମାନଙ୍କରେ ଜୀବନ୍ତ ଅଛି, ସେହି ରାଣୀମାନଙ୍କର ଶାସନର କାହାଣୀରେ ଜୀବନ୍ତ ଅଛି। ତେଣୁ ଏହି ଯାତ୍ରା ଆମକୁ ଦେଖାଏ ଯେ ଆମେ ଦେଖୁଥିବା ପ୍ରତ୍ୟେକ ମନ୍ଦିରର ପଥର, ପ୍ରତ୍ୟେକ ଶିଳାଲେଖ ଭିତରେ ଗୋଟେ ଗୋଟେ କାହାଣୀ ଲୁଚି ରହିଛି। ପ୍ରଶ୍ନ ହେଉଛି, ଏହି ପ୍ରାଚୀନ ପଥର ଭିତରେ ଆହୁରି କେତେ କାହାଣୀ ଆବିଷ୍କାର ହେବାକୁ ବାକି ଅଛି?